କୋରାପୁଟରେ ଜିଲ୍ଲାସ୍ତରୀୟ ପିଏମ୍ ସ୍ୱନିଧି ମହୋତ୍ସବ ପାଳିତ। କୋରାପୁଟର ପୂଜାରୀପୁଟ କଲ୍ୟାଣ ମଣ୍ଡପରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଷଷ୍ଠ ପିଏମ୍ ସ୍ୱନିଧି ମହୋତ୍ସବ ପାଳିତ ହୋଇଛି। କାର୍ଯ୍ୟକ୍ରମକୁ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଉଦ୍ଘାଟନ କରିଥିଲେ। ବିଭିନ୍ନ ପୌର ସଂସ୍ଥାର ଜନପ୍ରତିନିଧି ଓ ଅଧିକାରୀମାନେ ଯୋଗଦେଇ ଉଠା ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଜିଲ୍ଲାର 27 ଜଣ ହିତାଧିକାରୀଙ୍କୁ ଋଣ ମଞ୍ଜୁରୀ ଆଦେଶପତ୍ର ପ୍ରଦାନ କରାଯାଇଥିବା ବେଳେ 72 ଜଣ ଉଠା ଓ କ୍ଷୁଦ୍ର ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମନୋରମ ସାଂସ୍କୃତିକ ପରିବେଷଣ ଆୟୋଜିତ ହୋଇଥିଲା। ଜଣେ ଟେଲର କରେ, ଯାହା ମୁଁ ପ୍ରଥମେ ହାଉସୱାଇଫ ଥିଲି। ଟେଲର ଏବେ ମୋର 9-10 ବର୍ଷ ହେଇଗଲାଣି ମୁଁ ଟେଲରିଂ କରେ। ମାତ୍ର ଏବେ ଯୋଉ ସୁନିଧିଟା ଯୋଉ ମତେ ମିଳିଛି, ସୁଯୋଗ ମିଳିଛି, ମାନନୀୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଯୋଉ ଆମକୁ ଯୋଉ ସୁଯୋଗ ଦେଇଛନ୍ତି ଫାର୍ଷ୍ଟ ଟାଇମ, ତ ମୁଁ ତାଙ୍କୁ ପ୍ରଥମେ ଧନ୍ୟବାଦ ଜଣାଇବି କି ସେମାନଙ୍କ ଦ୍ୱାରା ଯୋଉ ଫଣ୍ଡ ଯୋଉଟା ମୁଁ କେବେ ପାଇନଥିଲି। ନର୍ମାଲ ଟେଲରିଂ କହିଲେ ଅଲଗା ବୁଝନ୍ତି ଲୋକମାନେ, ସାମାନ୍ୟ ଗୋଟେ ଛୋଟ ଜିନିଷ ବୋଲି। ମାତ୍ର ଏବେ ଟେଲରିଂ ରେ ନେଇକି ଏତେ ନାଁ କମେଇଲିଣି ମୁଁ କି ସେଇଟା ଯୋଉ ଫାର୍ଷ୍ଟ ଲୋନ୍ ଟା ଆମକୁ ଯୋଉଟା ମିଳିଛି, ସେ ଲୋନ୍ ରୁ ମୁଁ ନିଜେ ବି ନିଜ ପାଇଁ କରିପାରୁଛି, ତା ସହିତ ମୋ ପିଲା ଛୁଆ ପାଇଁ ବି ମୁଁ ବଢି ଚାଲିଛି। ଆଉ ଧନ୍ୟବାଦ ଜଣାଇବି କି ଏଇ ଯୋଉ ଯୋଜନାଟା କରିଛନ୍ତି, ଛୋଟରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ, ସେମାନଙ୍କର ମୁଁ 600 କୋଟି ଧନ୍ୟବାଦ ଜଣାଇବି ସରକାରକୁ। କୋରାପୁଟ ସଦର ମୁହଠାରେ ସମସ୍ତ ୟୁଏଲବି କୁ ନେଇକିନା 4 କୋଟି ୟୁଏଲବି କୁ ନେଇକିନା ଏକ ସ୍ୱନିଧିର ଏକ ମହୋତ୍ସବ ଉଦ୍ଘାଟନ କରାଯାଇଥିଲା। ଏଠି 4 କୋଟି ୟୁଏଲବି ର ଏକ୍ଜିକ୍ୟୁଟିଭ ଅଫିସର, ସମସ୍ତ କାଉନ୍ସିଲର ବୃନ୍ଦ, ସମସ୍ତ ଚେୟାରପର୍ସନ ଏଠି ଉପସ୍ଥିତ ଥିଲେ। ତ ସହିତ ସମସ୍ତ କର୍ମକର୍ତ୍ତାଙ୍କ ସହିତ ସମସ୍ତ ବେନିଫିସିଆରୀ ମଧ୍ୟ ଏଠି ଉପସ୍ଥିତ ଥିଲେ। ନିଶ୍ଚିତ ଭାବରେ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ଯେ ସ୍ୱନିଧି ଯୋଜନା ମାଧ୍ୟମରେ କିଭଳି ଭାବରେ ଷ୍ଟ୍ରିଟ୍ ଭେଣ୍ଡର ମାନେ ଉପକୃତ ହୋଇପାରିବେ। ଆପଣମାନେ ଜାଣିଥିବେ କୋଭିଡରେ ସେମାନେ ବହୁତ ଅସୁବିଧା ଭୋଗ କରୁଥିଲେ, ତାପରେ ମଧ୍ୟ ସେମାନଙ୍କର ଯୋଉ ସମୃଦ୍ଧି ଯୋଜନା ହିସାବରେ ତାଙ୍କୁ ଯୋଉ 10,000 ଟଙ୍କା, 20,000 ଟଙ୍କା, 50,000 ଟଙ୍କା ଲୋନ୍ ପ୍ରଦାନ କରାଗଲା। ଯୋଉ ରାଶି ପ୍ରଦାନ କରିବା ଦ୍ୱାରା ସେମାନେ ନିଜର ବେପାରକୁ ବୃଦ୍ଧି କରିବା ସହିତ ନିଜ ପରିବାରର ରୋଜଗାର ମଧ୍ୟ କରିକିନା ନିଜ ପରିବାରକୁ ସେମାନେ ଭରଣ ପୋଷଣ କରୁଥିଲେ। ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ ସ୍ୱନିଧି ମହୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। यार उद्देश्य हूँ जो स्ट्रीट भेंडर जो मैंने अच्छा बुला बिकाड़ी कथा कहतु कि उठा दोकानी कहतु, छोट छोट व्यवसायी जो मैंने करुले से पीएम स्वनिधि योजना अंतर्भुक्त होने लोन 10,000, 20,000, 50,000 पर्यंत थिला एवं ताहा बढ़िक 15,000, 25,000 और 50,000 पर्यंत लोन व्यवस्था हो पारुछि। एवं जो मैंने यहाँ बिना बंधक लोन दिहे केमती लोन आनिक केमती निजक अग्रगति करें, आर्थिक अनग्रसर व्यक्ति जो मैंने थे सेमानकर केमती अग्रगति यही भितर हो पारुला। आमे उद्देश्य आज सम्मानित करने महोत्सव कराऊँ। जो मैंने आपणकर बेनिफिशियरी अंतर्भुक्त होना पीएम स्वनिधि योजना अंतर्भुक्त कराइबा आज महोत्सव। कोरापुटरू मदन मोहन साहूंको रिपोर्ट, केबीके दर्पण।